Hello everyone, I am Naveen. Welcome to my YouTube channel. ମୁଁ ଓଡ଼ିଆ ଅନର୍ସର ପିଜି ଏବଂ ନେଟ୍ ସିଲାବସ୍କୁ କମ୍ପ୍ଲିଟ୍ କରିଦେଇଛି। ଆପଣମାନେ ପ୍ଲେଲିଷ୍ଟ ଯାଇକି ଚେକିଂ କରିପାରିବେ। ତ ଏବେ ମୁଁ ଆଲୋଚନା କରୁଥିଲି ଆମର ଓଡ଼ିଆ ସାହିତ୍ୟର ଇତିହାସ ବୁକ୍ ପ୍ରେମାନନ୍ଦ ସାରଙ୍କର ବୁକ୍କୁ। ତ ଏବେ ଆଲୋଚନା କରିବା ସତ୍ୟବାଦୀ ଲେଖକ ଗୋଷ୍ଠୀଙ୍କୁ। ପ୍ରଥମେ ଆସିବେ ପଣ୍ଡିତ ଗୋପବନ୍ଧୁ ଦାସ। ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ସେ ଲେଖିଛନ୍ତି କ'ଣ ନା, ନିଜ ସ୍ୱାର୍ଥ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତିରକ୍ତ ବିନ୍ଦୁ। ଜାତୀୟ ମମତା ବିଶ୍ୱ ଜନପ୍ରୀତି, ଉତ୍କଳବାସୀର ହେଉ ଏହା ନୀତି। କିଏ ଲେଖିଲେ? ପଣ୍ଡିତ ଗୋପବନ୍ଧୁ ଦାସ। ନିଜ ସ୍ୱାର୍ଥ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତିରକ୍ତ ବିନ୍ଦୁ। ପୁନଶ୍ଚ ସେ କାମନା କରିଛନ୍ତି ଜାତୀୟ ମମତା ବିଶ୍ୱ ଜନପ୍ରୀତି, ଉତ୍କଳବାସୀର ହେଉ ଏହା ନୀତି। ହେଲା, ଆଉ ସେ ଲେଖିଛନ୍ତି ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଇଏ ହେଉଛି ଧର୍ମପଦ କବିତାରୁ ସେ ଲେଖିଛନ୍ତି। ଧର୍ମପଦ କବିତାରେ ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଧର୍ମପଦ। ପଣ୍ଡିତ ଗୋପବନ୍ଧୁ ଦାସଙ୍କର କବିତା ଗୁଡ଼ିକ ହେଉଛି ଧର୍ମପଦ, ଅବକାଶ ଚିନ୍ତା, କାରା କବିତା, ବନ୍ଦୀର ଆତ୍ମକଥା, ନଚିକେତା, ଗୋ ମାହାତ୍ମ୍ୟ। କ'ଣ କ'ଣ ରହିଲା ନା, ଧର୍ମପଦ, ଅବକାଶ ଚିନ୍ତା, କାରା କବିତା, ବନ୍ଦୀର ଆତ୍ମକଥା, ନଚିକେତା, ଗୋ ମାହାତ୍ମ୍ୟ। ଧର୍ମପଦ କବିତାରେ ସେ ଲେଖିଛନ୍ତି କ'ଣ ନା, ଏ ଜଗତ ବାପା ମହାମୁଖଶାଳା, ନର ନାରୀ ଯଜମାନ, ସେହି କୃତି ଯେହୁ ପର ହିତେ କରେ ଜୀବନ ଆହୁତି ଦାନ। ଧର୍ମପଦ କବିତାରେ କ'ଣ ଲେଖିଲେ ନା, ଏ ଜଗତ ବାପା ମହାମୁଖଶାଳା, ନର ନାରୀ ଯଜମାନ, ସେହି କୃତି ଯେହୁ ପର ହିତେ କରେ ଜୀବନ ଆହୁତି ଦାନ। ହେଲା, ଧର୍ମପଦ କବିତାର କୋଟେସନ୍। ସ୍ୱରାଜ୍ୟ ପ୍ରାପ୍ତି ଲକ୍ଷ୍ୟରେ, ନିଜର ରାଜ୍ୟ ପ୍ରାପ୍ତି ଲକ୍ଷ୍ୟରେ ସେ ଲେଖିଛନ୍ତି ହିନ୍ଦୁ ମୁସଲମାନ ବୌଦ୍ଧ ଖ୍ରୀଷ୍ଟିଆନ ଶିଖ ଜୈନ ଯେତେ ଭାରତର ସନ୍ତାନ, ଯେତେ ଧର୍ମ ଯେତେ ଜାତି ବର୍ଣ୍ଣ କୁଳ, ଭାରତ ଜନନୀ ସମସ୍ତଙ୍କ ମୂଳ। ଆଉ ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଛନ୍ତି ମିଶୁ ମୋର ଦେହେ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଆଉ ଲେଖିଲେ ସ୍ୱାଧୀନତା ମାନବର ଜନ୍ମ ଅଧିକାର, ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର। ନେକ୍ସଟ ଦେଖିବା ପଣ୍ଡିତ ନୀଳକଣ୍ଠ ଦାସ। ପଣ୍ଡିତ ନୀଳକଣ୍ଠ ଦାସ 1884 ମସିହା ଅଗଷ୍ଟ 5 ତାରିଖ ଦିନ ପୁରୀ ଜିଲ୍ଲାର ଶ୍ରୀରାମପୁରରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ନୀଳକଣ୍ଠ ଦାସଙ୍କ ରଚନା ଗୁଡ଼ିକ ହେଉଛି ପ୍ରଣୟିନୀ, ଦାସନାୟକ, କୋଣାର୍କ। ପ୍ରଣୟିନୀ, ଦାସନାୟକ, କୋଣାର୍କ, ଖାରବେଳ, ଭକ୍ତିଗାଥା। ପ୍ରଣୟିନୀ କାବ୍ୟ 1919, ଦାସନାୟକ 1923, କୋଣାର୍କ 1919, ଖାରବେଳ 1920। କୋଣାର୍କ କାବ୍ୟକୁ ସେ କୁମାର ପୂର୍ଣ୍ଣିମା ଦିନ ରାତ୍ରି ସମୟରେ ବର୍ଷା ଦେଉଥିବା ସମୟରେ ରଚନା କରୁଛନ୍ତି। ସେ ଯେତେବେଳେ ତାଙ୍କ ସ୍କୁଲର ପିଲାମାନଙ୍କୁ କୋଣାର୍କ ଦର୍ଶନ ପାଇଁ ଯାଇଥିଲେ, ଫେରିବା ବାଟରେ ବର୍ଷା ଦେଇଛି, ତ ସେମାନେ ଏକ ସ୍ଥାନରେ ଅଟକିଛନ୍ତି। ସେଦିନ ଥାଏ କୁମାର ପୂର୍ଣ୍ଣିମା। ତେଣୁକରି ସେ ଲେଖିଛନ୍ତି ଆଜି ଯେ କୁମାର ପୂର୍ଣ୍ଣିମା, କେତେ ସୁଖ ଶରଧା, ଆଜି ଯେ କୁମାର ପୂର୍ଣ୍ଣିମା,
କେତେ ସୁଖ ଶ୍ରଦ୍ଧା ମା ଭଉଣୀଙ୍କ ଆଦର ନବ ବସନ୍ତ ପିନ୍ଧା। ମନେ ପଡ଼ୁନାହିଁ ବାବୁ ହେ ଲାଗି ଯାଉଛି ନିଦ, ମା ଭଉଣୀଏ ଭବନେ ଭଜି ଥିବେ ବିଷାଦ। ଏହା ଦୁଇ ଭାଗରେ ବିଭକ୍ତ। କୋଣାର୍କକୁ ସେ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗୋଟେ ହେଉଛି ପ୍ରଥମ ଭାଗ ହେଉଛି ରାମଚଣ୍ଡୀରେ ରାତ୍ରି ଓ ରାମଚଣ୍ଡୀରେ ସକାଳ ଏବଂ ଦ୍ୱିତୀୟ ଭାଗ ହେଉଛି ମାୟାଦେବୀ। ହେଲା, କୋଣାର୍କ କାବ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ପ୍ରଥମ ଭାଗ ରାମଚଣ୍ଡୀରେ ରାତ୍ରି ବା ରାମଚଣ୍ଡୀରେ ସକାଳ, ଆଉ ଦ୍ୱିତୀୟ ଭାଗ ହେଉଛି ମାୟାଦେବୀ। ମାୟାଦେବୀରେ ରହିଛି ବିଶୁଦ୍ଧ ପ୍ରଣୟ ଭାବନା, ହିରଣ୍ମୟ ଜ୍ୟୋତି। ଖାରବେଳ ଏବଂ ବଜିର ରାଜ୍ୟର ରାଜକନ୍ୟା ଦୁଷୀଙ୍କର ପ୍ରଣୟ କାହାଣୀ। ଭକ୍ତିଗାଥା ସଂକଳନରେ ଭକ୍ତି ଉଦ୍ବୋଧନ, ବିଶ୍ୱବାଣୀ, ଆତ୍ମବାଣୀ, ଭକ୍ତିବାଣୀ, କାହିଁ ଅଛ ପ୍ରଭୃତି କ୍ଷୁଦ୍ର କବିତା ସ୍ଥାନିତ। ହେଲା, ଭକ୍ତିଗାଥାରେ କ'ଣ କ'ଣ ଅଛି ନା ଭକ୍ତିର ଉଦ୍ବୋଧନ, ବିଶ୍ୱବାଣୀ, ଆତ୍ମବାଣୀ, ଭକ୍ତିବାଣୀ, କାହିଁ ଅଛି ପ୍ରଭୃତି। ଆର୍ଯ୍ୟ ଜୀବନ ପଣ୍ଡିତ ନୀଳକଣ୍ଠଙ୍କର ଶ୍ରେଷ୍ଠ କୃତି। ଆର୍ଯ୍ୟ ଜୀବନ ମହାତ୍ମା ଚନ୍ଦ୍ରଶେଖର ସିଂହ 1905ରେ ନୀଳକଣ୍ଠ ଦାସଙ୍କର ପ୍ରଥମ ପ୍ରବନ୍ଧ। ହେଲା, ନୀଳକଣ୍ଠ ଦାସଙ୍କ ପ୍ରଥମ ପ୍ରବନ୍ଧ ହେଉଛି ମହାତ୍ମା ଚନ୍ଦ୍ରଶେଖର ସିଂହ। ଏହା ବ୍ୟତୀତ ଆଉ ତାଙ୍କର ପ୍ରବନ୍ଧ ରହିଛି ମହନିଶ, ପ୍ରତିମା ପୂଜା, ନୀତି ଓ ପ୍ରକୃତି, ଅଛୁଅ ହେବୁ, ଜାତୀୟତାର ଭିତ୍ତିଭୂମି, ଯୌବନର ପ୍ରଭାବ ଓ ପ୍ରତିଷ୍ଠା, ଆମ୍ଭର ଥିଲା କାରଣ ଥାଇପାରେ, ଶିକ୍ଷାର ଭବିଷ୍ୟତ, ନିଶ, ପୃଥିବୀର ଚାରି ପ୍ରଧାନ ଧର୍ମ, ଲୌକିକ ବିଜ୍ଞାନ, ଶିକ୍ଷାର ଭବିଷ୍ୟତ। ହେଲା, ପଣ୍ଡିତ ନୀଳକଣ୍ଠ ଦାସଙ୍କର ପ୍ରବନ୍ଧ ଗୁଡ଼ିକ କ'ଣ ନା ଚନ୍ଦ୍ରଶେଖର ସିଂହ ସାମନ୍ତ, ମହାତ୍ମା ଚନ୍ଦ୍ରଶେଖର ସିଂହ ସାମନ୍ତ, ମହନିଶ, ପ୍ରତିମା ପୂଜା, ନୀତି ଓ ପ୍ରକୃତି, ଅଛୁଅ ହେବୁ, ଜାତୀୟତାର ଭିତ୍ତିଭୂମି, ଯୌବନର ପ୍ରଭାବ, ପ୍ରତିଷ୍ଠା, ଆମ୍ଭର ଥିଲା କାରଣ ଥାଇପାରେ, ଶିକ୍ଷାର ଭବିଷ୍ୟତ, ନିଶ, ପୃଥିବୀ ଚାରି ପ୍ରଧାନ ଧର୍ମ, ଲୌକିକ ବିଜ୍ଞାନ, ଶିକ୍ଷାର ଭବିଷ୍ୟତ। ଲାବଣ୍ୟବତୀ କାବ୍ୟଟିକୁ ମଧ୍ୟ ସେ ଟୀକା କରିଛନ୍ତି। ନେକ୍ସଟ ପଣ୍ଡିତ ଗଦାବରୀଶ ମିଶ୍ର ଲେଖିଛନ୍ତି ମଧ୍ୟ। ପଣ୍ଡିତ ଗଦାବରୀଶ ମିଶ୍ରଙ୍କର ଜନ୍ମ 1886 ମସିହା ବାଣପୁରରେ। ଦୀର୍ଘ 70 ବର୍ଷ କର୍ମମୟ ଜୀବନ। ପଣ୍ଡିତ ଗଦାବରୀଶ ମିଶ୍ରଙ୍କର ରଚନା ଗୁଡ଼ିକ ହେଉଛି କଳିକା, କିଶଳୟା, ଆଲେଖିକା, ଚୟନିକା, କୁସୁମ, କବିତାୟନ, ଗୀତାୟନ, ଗୀତିଗୁଚ୍ଛ, ଶିଶୁ କବିତା। ପଣ୍ଡିତ ଗଦାବରୀଶ ମିଶ୍ରଙ୍କର ରଚନା ଗୁଡ଼ିକ ହେଉଛି କଳିକା 1921, କିଶଳୟା 1922, ଆଲେଖିକା 1922, ଚୟନିକା, କୁସୁମ, କବିତାୟନ, ଗୀତାୟନ, ଗୀତିଗୁଚ୍ଛ ଓ ଶିଶୁ କବିତା। ପଣ୍ଡିତ ଗଦାବରୀଶ ମିଶ୍ରଙ୍କର ଆଲେଖିକା କବିତା ସଂକଳନରେ ଥିବା କବିତା ଗୁଡ଼ିକ ହେଉଛି ଅଭିରାମ ସିଂହ, ପଦ୍ମାବତୀ, ଅର୍ଜୁନ ସିଂହ, କାଳିଜାଇ, ଦୁଃଖୀଧନ, ମାମୁଁ ଭଣଜା, କଳା ପାହାଡ଼। ହେଲା, ଆଲେଖିକାରେ ଥିବା କବିତା ଗୁଡ଼ିକ ଅଭିରାମ ସିଂହ, ପଦ୍ମାବତୀ, ଅର୍ଜୁନ ସିଂହ, କାଳିଜାଇ, ଦୁଃଖୀଧନ, ମାମୁଁ ଭଣଜା, କଳା ପାହାଡ଼। ଚୟନିକାରେ 43 ଗୋଟି କବିତା ରହିଛି।
ଚୟନିକାରେ ଗଦାବରୀଶ ମିଶ୍ରଙ୍କର ଚୟନିକା କାବ୍ୟରେ 43ଟି କବିତା ରହିଛି। ଯଥା ଭିକାରିଣୀ, ଜୀବନ ପଥେ, ସାଗର ସମାଧି, ସ୍ୱାଧୀନତା, ନରନାରାୟଣ, ନିର୍ଝର ଜୀବନ, ମଦନ ମାଳତୀ। ଚୟନିକା କବିତାରେ ଥିବା କବିତା ଗୁଡ଼ିକ ଇଂରାଜୀ କବିତାର ଅନୁବାଦ। ନେକ୍ସଟ, କୁସୁମରେ 21 ଗୋଟି କବିତା ରହିଛି। କୁସୁମରେ 21 ଗୋଟି କବିତା ରହିଛି। ବିଜନତା ଦୂର। କୁସୁମରେ ଥିବା 21 ଗୋଟି କବିତା ହେଉଛି ବିଜନତା ଦୂର, ବିନିମୟେ, ଜନ୍ମଭୂଇଁ, ପ୍ରଦୋଷେ, ବୁଢ଼ା ପିଲାଟି, ଭେଟିଲି ମୁଁ ନାହିଁ, ମା ବିଦାୟ, ନିଶିଥି ଇତ୍ୟାଦି। କୁସୁମରେ ଥିବା ଗଦାବରୀଶ ମିଶ୍ରଙ୍କର କୁସୁମ କବିତାରେ ଥିବା କବିତା ଗୁଡ଼ିକ ହେଉଛି ବିଜନତା ଦୂର, ବିନିମୟେ, ଜନ୍ମଭୂଇଁ, ପ୍ରଦେଶେ, ବୁଢ଼ା ପିଲାଟି, ଭେଟିଲି ମୁଁ ନାହିଁ, ମା ବିଦାୟ, ନିଶିଥେ ଇତ୍ୟାଦି। କବିତାୟନରେ ଥିବା 21ଟି କବିତା ରହିଛି। କବିତାୟନରେ 21ଟି କବିତା ରହିଛି। ଯଥା ବନ୍ଦୀଜନର ଅତିଥି, ବିଚ୍ଛେଦେ, ବନ୍ଦୀର ଆତ୍ମବାଣୀ, ପାପ ପୁଣ୍ୟ, ଶ୍ରୀକ୍ଷେତ୍ର ଯାତ୍ରା। ହେଲା, ଗୀତାୟନରେ ଥିବା କବିତା ଗୁଡ଼ିକ ହେଉଛି ବନ୍ଦୀର ଅତିଥି, ବିଚ୍ଛେଦେ, ବନ୍ଦୀର ଆତ୍ମବାଣୀ, ପାପ ପୁଣ୍ୟ, ଶ୍ରୀକ୍ଷେତ୍ର ଯାତ୍ରା। ନେକ୍ସଟ, ଗୀତାୟନ। ଗୀତାୟନରେ ଥିବା କବିତା ଗୁଡ଼ିକ ହେଉଛି ସେବିକା, ଜୀବେଦୟା, ଛିଡ଼ି ପଡ଼ିଥିବା ମଥା, ଆହା ମୋର ଗଣ୍ଠି ଧନ, ନାସ୍ତିକର ଭକ୍ତି, ଆସନ୍ତାକାଲି, ଉପେନ୍ଦ୍ର ଭଞ୍ଜ, ମଧୁସୂଦନ, ସୋହାଗ ଗୀତିକା, ନିରନ୍ନେ, ଯାତ୍ରୀ ପ୍ରଭୃତି 28 ଗୋଟି କବିତା ସ୍ଥାନିତ। ଗୀତାୟନରେ ଥିବା କବିତା ଗୁଡ଼ିକ ହେଉଛି ସେବିକା, ଜୀବେଦୟା, ଛିଡ଼ି ପଡ଼ିବା ମଥା, ଆହା ମୋର ଗଣ୍ଠି ଧନ, ନାସ୍ତିକର ଭକ୍ତି, ଆସନ୍ତାକାଲି, ଉପେନ୍ଦ୍ର ଭଞ୍ଜ, ମଧୁସୂଦନ, ସୋହାଗ ଗୀତିକା, ନିରନ୍ନେ, ଯାତ୍ରୀ ପ୍ରଭୃତି 28 ଗୋଟି କବିତା ରହିଛି ଗୀତାୟନରେ। କବି ଗଦାବରୀଶ ମହାନ ଆଦର୍ଶର ଅନୁପ୍ରାଣିତ। ସେ ଜନ୍ମଭୂମିର ଉନ୍ନତି ପାଇଁ ଲେଖିଛନ୍ତି। ଜନ୍ମଭୂମି ଯେ ମାଟି ପଥରର ଜନନୀ କିଭଳି ବଡ଼, ଜନ୍ମଭୂମି ଯେ ମାଟି ପଥରର ଜନନୀ କିଭଳି ବଡ଼, ସେ ଜନ୍ମଭୂଇଁ ସେବା ଯେ କରଇ ନର ଜନ୍ମ ଧନ୍ୟ ତାର। ସେ ଜନ୍ମଭୂଇଁ ସେବା ଯେ କରଇ ନର ଜନ୍ମ ଧନ୍ୟ ତାର। ସେ ଉତ୍କଳର ମହାନତାକୁ ପ୍ରତିପାଦନ କରିବାକୁ ଯାଇ ଲେଖିଛନ୍ତି। ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ ମାଳ, ପୂର୍ଣ୍ଣ ଜଳ ଦ୍ୱିଦଳ ଜଳ ଖେଳି ଉଠ ସଘନେ, ପ୍ରାଚୀ ଗଗନ ଶିରି ବସି କନକନୀରେ, ଆସ ତପନ ଉଇଁ ଏ ଉତ୍କଳ ଭୁବନେ। ହେଲା, ତୁଙ୍ଗ ଶିଖରୀ ଚୂଳରେ ସେ ଲେଖିଛନ୍ତି। ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ ମାଳ, ପୂର୍ଣ୍ଣ ଜଳ ଦ୍ୱିଜଳ ଖେଳେ ଉଠ ସଘନେ, ପ୍ରାଚୀ ଗଗନ ଶିରେ ବସି କନକନୀରେ, ଆସ ତପନ ଉଇଁ ଏ ଉତ୍କଳ ଭୁବନ। ପୁଣି ସେ ଲେଖିଛନ୍ତି, ଆହା ଏ ଉତ୍କଳ କିବା ସରଗ ଭୂମି, ବିଲବନ ଶୈଳ ସିନ୍ଧୁ ସୁଷମା ଘେନି। ହୃଦ ଗୌରବ ଓ ଗୌରବ ଗାଥା ବୀରତ୍ୱକୁ ମନେ ପକାଇବାକୁ ଯାଇ ଗଦାବରୀଶ ବାରବାଟୀ ଦୁର୍ଗର ଐତିହ୍ୟକୁ ସ୍ମୃତିଚାରଣ କରି ଲେଖିଛନ୍ତି।
ବାରବାଟୀ ଦୁର୍ଗେ ବୀର ଓଡ଼ିଆ ସୁତ, ଶତ ଶତ୍ରୁ ସେନା ନାଶୀ କିବା ମହତ। ବାରବାଟୀ ଦୁର୍ଗେ ବୀର ଓଡ଼ିଆ ସୁତ, ଶତ ଶତ୍ରୁ ସେନା ନାଶୀ କିବା ମହତ। ଭାଙ୍ଗିଛି ସେ ବାରବାଟୀ, ସେ ସିରି ଯାଇଛି ତୁଟି। କୋଣାର୍କ। ଏ ଭୂମିର କୋଣାର୍କ ଜଗନ୍ନାଥ ମନ୍ଦିର ଉତ୍କଳର ସେହି କୀର୍ତ୍ତିକୁ ପ୍ରାଚୀ କରୁଛି। ତେଣୁକରି କବି ଲେଖିଛନ୍ତି କୋଣାର୍କ ଜୀର୍ଣ୍ଣ ସୌଧେ ଉତ୍କଳ କୀର୍ତ୍ତି। କବି ଗଦାଧର ମିଶ୍ର କୋଣାର୍କକୁ ନେଇକି ଲେଖିଛନ୍ତି କୋଣାର୍କ ଜୀର୍ଣ୍ଣ ସୌଧେ ଉତ୍କଳ କୀର୍ତ୍ତି, ଦିଶେ ଦିଶେ ଆଜି କିବା ବିକାଶେ ଫୁଟି। ଦୁଃଖୀଧନ କବିତାରେ କବି ଗାଇଛନ୍ତି ବଡ଼ ହୀନିମାନ ଆମ ଘର ଦଶା, ଶୁଣିଲେ ଫାଟଇ ବୁକୁ। ବଡ଼ ହୀନିମାନ ଆମ ଘର ଦଶା, ଶୁଣିଲେ ଫାଟଇ ବୁକୁ। ଚଉଖଣ୍ଡ ହୋଇ ଓଡ଼ିଆ ଦେଶଲୋ, ପଡ଼ି ହୁଏ ଦୁକୁ ଦୁକୁ। ଚଉଖଣ୍ଡ ହୋଇ ଓଡ଼ିଆ ଦେଶଲୋ, ପଡ଼ି ହୁଏ ଦୁକୁ ଦୁକୁ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ଗୁଡ଼ିକ ହେଉଛି ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁର ମସ୍ତାନ ପୁସ୍ତକଟି ଓଡ଼ିଆ ସାହିତ୍ୟର ସ୍ୱତନ୍ତ୍ର ସ୍ଥାନ ପାଇଛି। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ଗୁଡ଼ିକ କ'ଣ ନା ଅର୍ଦ୍ଧ ଶତାବ୍ଦୀରେ ଓଡ଼ିଶା ଓ ତହିଁରେ ମସ୍ତାନ। ତାଙ୍କର ଉପନ୍ୟାସ 3 ଗୋଟି ଉପନ୍ୟାସ ରହିଛି ଅଭାଗିନୀ, ଘଟାନ୍ତର ଏବଂ 1817। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର 3 ଗୋଟି ଉପନ୍ୟାସ ଅଭାଗିନୀ, ଘଟାନ୍ତର ଓ 1817। ତାଙ୍କର ଗଳ୍ପ ଗୁଡ଼ିକ ହେଉଛି ଗଳ୍ପମାଳା, ପୁଆଣୀ ଘର, 9ଟି ଗଳ୍ପ। କେତୋଟି ଲୋକପ୍ରିୟ ଗଳ୍ପ ହେଉଛି ତଳା କନ୍ୟା, ବିଧବା କନ୍ୟା, ନାରୀର ଗତି, ପାଷାଣର ଭାଷା, ପାଣୁ ମିଶ୍ରେ, ନଟବରଙ୍କ ବଡ଼ ପୁଅ। ଗୋଦାବରୀଶ ମିଶ୍ରଙ୍କର ଗଳ୍ପ ଗୁଡ଼ିକ ହେଉଛି ଗଳ୍ପମାଳା, ପୁଆଣୀ ଘର, 9ଟି ଗଳ୍ପ, ତଳା କନ୍ୟା, ବିଧବା କନ୍ୟା, ନାରୀର ଗତି, ପାଷାଣ ଭାଷା, ପାଣୁ ମିଶ୍ରେ, ନଟବରଙ୍କ ବଡ଼ ପୁଅ। ନେକ୍ସଟ ପଣ୍ଡିତ କୃପାସିନ୍ଧୁ ମିଶ୍ର। ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର କା ପ୍ରବନ୍ଧଟି ଏକ ଉଚ୍ଚ କୋଟିର ପ୍ରବନ୍ଧ। କୃପାସିନ୍ଧୁ ମିଶ୍ରଙ୍କର ଏହା ବ୍ୟତୀତ ଲୀଳା, ଅଦୃଷ୍ଟବାଦ, ରାଜଭକ୍ତି, ହିନ୍ଦୁର ସମାଜ ବିଧାନ, ଭାରତରେ ଇଂରେଜୀ ସାମ୍ରାଜ୍ୟ ବିସ୍ତାର, ଭାରତର ଇତିହାସରେ ବୈଦେଶିକ ଆକ୍ରମଣ। ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର 2 ଗୋଟି କାଳଜୟୀ ରଚନା ହେଉଛି କୋଣାର୍କ ଓ ବାରବାଟୀ। କୋଣାର୍କ ଗ୍ରନ୍ଥଟିରେ ଆଲୋଚ୍ୟ ବିଷୟ ହେଉଛି ମୈତ୍ରେୟ ବନ, ସୂର୍ଯ୍ୟ ଉପାସନା, କୋଣାର୍କର ମାହାତ୍ମ୍ୟ, କୋଣାର୍କର ଐତିହ୍ୟ ଗୌରବ, ମନ୍ଦିର ବେଢ଼ା ବର୍ଣ୍ଣନା ଇତ୍ୟାଦି ରହିଛି। ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ଉତ୍କଳ ଇତିହାସ ଗ୍ରନ୍ଥଟି ଓଡ଼ିଶାର ଐତିହାସିକ ଘଟଣାର ଏକ ତଥ୍ୟ ସମ୍ବଳିତ। ନେକ୍ସଟ ବାସୁଦେବ ମହାପାତ୍ର। ବାସୁଦେବ ମହାପାତ୍ରଙ୍କର ପ୍ରବନ୍ଧ ଗୁଡ଼ିକର ଦାର୍ଶନିକତା, ଉଦାରତା ସମାନ ଭାବେ ପ୍ରକଟିତ। ହିନ୍ଦୁତ୍ୱ କ'ଣ, ଭ୍ରାନ୍ତି ଭଞ୍ଜନ କ'ଣ ସବୁ। ବାସୁଦେବ ମହାପାତ୍ରଙ୍କ ରଚନା ଗୁଡ଼ିକ ହେଉଛି ଶକୁନ୍ତଳା, ସଂଯୁକ୍ତା, ଦ୍ରୌପଦୀ। ନେକ୍ସଟ ଗୋପାଳ ଦାସ। ଗୋପାଳ ଦାସଙ୍କର ରଚନା ଗୁଡ଼ିକ ହେଉଛି ସର୍ବପ୍ରଥମ ଯାତ୍ରା ହେଉଛି ବ୍ରଜଲୀଳା,
ବ୍ରଜଲୀଳା ଗୋପାଳ ଦାସଙ୍କ ରଚନା ବ୍ରଜଲୀଳା। ରୁକ୍ମିଣୀ ବିବାହ ସୁଭଦ୍ରା ବିବାହ। ଶଶିରେଖା ଦୁଷ୍ମନ୍ତ ଶକୁନ୍ତଳା। ମାଧବ ସୁଲୋଚନା ରଙ୍ଗସଭା ଜଳନ୍ଧର ବଧ। ବିଲଙ୍କା ରାବଣ ସହସ୍ରାର ରାବଣ ମହିରାବଣ ବଧ। ଗୟାସୁର ବଧ ଅକାସୁର ବଧ। ବକାସୁର ବଧ ବାଳୀ ବଧ। ଅଭିମନ୍ୟୁ ବଧ କର୍ଣ୍ଣ ବଧ ରାବଣ ବଧ। କୁଲଙ୍କା ରାମାୟଣ ସୁଲଙ୍କା ରାମାୟଣ। ସାବିତ୍ରୀ ସତ୍ୟବାନ ଧ୍ରୁବ ଚରିତ ପ୍ରହ୍ଲାଦ ଚରିତ। ରତ୍ନାକର ଚରିତ ଖୁଲଣା ସୁନ୍ଦରୀ ଜୟଦେବ ଜୟନ୍ତ ଜୟପାଳ। କାଞ୍ଚି କାବେରୀ ପ୍ରଭାସ ଯଜ୍ଞ। ଗୌରାଙ୍ଗ ଲୀଳା ବଜ୍ରଲୀଳା। ଆଦ୍ୟକାଣ୍ଡ ରାମ ବନବାସ। ଲଙ୍କାକାଣ୍ଡ କୃଷ୍ଣ ଜନ୍ମ। ସଭା ପର୍ବ କଂସବଧ। ଅଶ୍ୱମେଧ ଯଜ୍ଞ 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 ଉରୁଭୁଙ୍ଗ। ଭରତ ବିକ୍ରମ ଅଜ୍ଞାତବାସ। ଉଷାବତୀ ହରଣ ଚନ୍ଦ୍ରବତୀ ହରଣ। କେଳାକେଳୁଣୀ ଫାର୍ସ ଦୁଆରି ଫାର୍ସ। ହେଲା। ଗୋପାଳ ଦାସଙ୍କ ରଚନା ଗୁଡ଼ିକ କ'ଣ ନା ବ୍ରଜଲୀଳା ରୁକ୍ମିଣୀ ବିବାହ ସୁଭଦ୍ରା ବିବାହ ସଖୀରେଖା ଦୁଷ୍ମନ୍ତ ଶକୁନ୍ତଳା ମାଧବ ସୁଲୋଚନା ରଙ୍ଗସଭା ଜଳନ୍ଧର ବଧ ବିଲଙ୍କା ରାବଣ ଅସହସ୍ର ରାବଣ ମହିରାବଣ ବଧ ଗୟାସୁର ବଧ ଅର୍କାସୁର ବଧ ବକାସୁର ବଧ ବାଳୀ ବଧ ଅଭିମନ୍ୟୁ ବଧ କର୍ଣ୍ଣ ବଧ ରାବଣ ବଧ କୁଲଙ୍କା ରାମାୟଣ ସୁଲଙ୍କା ରାମାୟଣ। ସାବିତ୍ରୀ ସତ୍ୟବାନ ଧ୍ରୁବ ଚରିତ ପ୍ରହ୍ଲାଦ ଚରିତ। ରତ୍ନାକର ଚରିତ ଖୁଲଣା ସୁନ୍ଦରୀ ଜୟଦେବ ଜୟନ୍ତ ଜୟପାଳ। କାଞ୍ଚି କାବେରୀ ପ୍ରଭାସ ଯଜ୍ଞ ଗୌରାଙ୍ଗ ଲୀଳା ବଜ୍ରଲୀଳା। ଆଦ୍ୟକାଣ୍ଡ ରାମ ବନବାସ। ଲଙ୍କାକାଣ୍ଡ କୃଷ୍ଣ ଜନ୍ମ। ସଭା ପର୍ବ କଂସବଧ। ଅଶ୍ୱମେଧ ଯଜ୍ଞ ଦକ୍ଷ ଯଜ୍ଞ ଉରୁଭଙ୍ଗ। ଭରତ ବିକ୍ରମ ଅଜ୍ଞାତବାସ। ଉଷାବତୀ ହରଣ ଚନ୍ଦ୍ରାବତୀ ହରଣ। କଳାକେଳୁଣୀ ଫାର୍ସ ଦୁଆରି ଫାର୍ସ। ନେକ୍ସଟ ବ୍ରଜସୁନ୍ଦର ଦାସ। ବ୍ରଜସୁନ୍ଦର ଦାସଙ୍କର ରଚନା ଗୁଡ଼ିକ ହେଉଛି ତାଙ୍କର ମୁକୁର ପତ୍ରିକାରେ ସମ୍ପାଦନ କରିଥିଲେ ସବୁ ପତ୍ରିକା ଗୁଡ଼ିକ। ବ୍ରଜସୁନ୍ଦର ଦାସଙ୍କ ରଚନା ଗୁଡ଼ିକ ହେଉଛି ସୁଲକ୍ଷଣା। ସେ ବହୁ ପ୍ରବନ୍ଧ ଶ୍ରୀ ଛଦ୍ମ ନାମରେ ମୁକୁର ପତ୍ରିକାରେ ଲେଖିଥିଲେ। ସୁଲକ୍ଷଣା କି ଥିଲା କି ହେଲା। ତାଙ୍କର କବିତା ଗୁଡ଼ିକ ହେଉଛି କି ଥିଲା କି ହେଲା ମାର ଦେଖ ସ୍ମରନ୍ତୁ ପୂର୍ବ ଗୌରବ ଉତ୍କଳ ଭାବନା। ବ୍ରଜସୁନ୍ଦର ଦାସଙ୍କର କବିତା ଗୁଡ଼ିକ ହେଉଛି କି ଥିଲା କି ହେଲା ମାର ଦେଖ ସ୍ମରନ୍ତୁ ପୂର୍ବ ଗୌରବ ଉତ୍କଳ ଭାବନା। ନେକ୍ସଟ କାଳୀଚରଣ ପଟ୍ଟନାୟକ। କାଳୀଚରଣ ପଟ୍ଟନାୟକଙ୍କର କବିତା ଗୁଡ଼ିକ ହେଉଛି କାଳୀଚରଣ ପଟ୍ଟନାୟକଙ୍କର ନାଟକ ଗୁଡ଼ିକ ହେଉଛି ଦଶଭୁଜା ଚକ୍ରୀ ଧ୍ରୁବ ହରିଶ୍ଚନ୍ଦ୍ର ପ୍ରଭୃତି ପୌରାଣିକ ନାଟକ। କାଳୀଚରଣ ପଟ୍ଟନାୟକଙ୍କର ପୌରାଣିକ ନାଟକ ଗୁଡ଼ିକ ହେଉଛି ଦଶଭୁଜା ଚକ୍ରୀ ଧ୍ରୁବ ହରିଶ୍ଚନ୍ଦ୍ର। ତାଙ୍କର ଚରିତମୂଳକ ନାଟକ ଗୁଡ଼ିକ ହେଉଛି ଅତିବଡ଼ି ଜଗନ୍ନାଥ ଜୟଦେବ ସାରଳା ଦାସ। କାଳୀଚରଣ ପାଣିଗ୍ରାହୀଙ୍କର ତାଙ୍କର ଚରିତମୂଳକ ନାଟକ କାଳିନ୍ଦୀ ଚରଣ। କାଳୀଚରଣଙ୍କର ନାଟକ ଗୁଡ଼ିକ ଅତିବଡ଼ି ଜଗନ୍ନାଥ ଦାସ ଜୟଦେବ ସାରଳା ଦାସ। ସାମାଜିକ ନାଟକ ଗୁଡ଼ିକ ହେଉଛି ଅଭିଯାନ ରକ୍ତମନ୍ଦାର ଦୁଇଟି ଉଚ୍ଚ କୋଟିର ଐତିହାସିକ ନାଟକ। ଅଭିଯାନ ଆଉ ରକ୍ତମନ୍ଦାର ଦୁଇଟି ଐତିହାସିକ ନାଟକ।
ସାମାଜିକ ନାଟକରେ ଯିବେ ଭାତ, ପରିବର୍ତ୍ତନ, ଚୁମ୍ବନ, ଆହୁତି, ରକ୍ତମାଟି, ବେକାର। ସାମାଜିକ ନାଟକରେ ଯାଉଛନ୍ତି ଭାତ, ପରିବର୍ତ୍ତନ, ଚୁମ୍ବନ, ଆହୁତି, ରକ୍ତମାଟି, ବେକାର। ନେକ୍ସଟ ଗୋଦାବରୀଶ ମହାପାତ୍ର। ଗୋଦାବରୀଶ ମହାପାତ୍ରଙ୍କର ରଚନା ଗୁଡ଼ିକ ହେଉଛି ବାଣପୁର, ପ୍ରଭାତ କୁସୁମ, ଉଠ କଙ୍କାଳ, ହେ ମୋର କଲମ, ହାଣ୍ଡିଶାଳର ବିପ୍ଳବ, କଣ୍ଟା ଓ ଫୁଲ, ପାହାଚ ତଳର ଘାସ, ବଙ୍କା ଓ ସିଧା, ସେ ଫୁଲ ଫୁଟିଥିଲା, ରୂପରେଖା। ବଙ୍କା ଓ ସିଧା କବିତା ସଂକଳନ କେନ୍ଦ୍ର କରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। କଣ୍ଟା ଓ ଫୁଲ କବିତା ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର। ବ୍ୟଙ୍ଗ ଓ ସମାଲୋଚନା ଧର୍ମୀ ପତ୍ରିକା ହେଉଛି ନିଆଁଖୁଣ୍ଟା ର ପ୍ରତିଷ୍ଠାତା ସମ୍ପାଦକ ଭାବରେ ତାଙ୍କର ସିଦ୍ଧି ଅମ୍ଳାନ। ତ ଗୋଦାବରୀଶ ମହାପାତ୍ରଙ୍କର କବିତା ଗୁଡ଼ିକ ହେଉଛି ବାଣପୁର 1914, ପ୍ରଭାତ କୁସୁମ 1919, ଉଠ କଙ୍କାଳ 1931, ହେ ମୋର କଲମ 1951, ହାଣ୍ଡିଶାଳର ବିପ୍ଳବ 1952, କଣ୍ଟା ଓ ଫୁଲ 1958, ପାହାଚ ତଳର ଘାସ 1958, ବଙ୍କା ଓ ସିଧା 1964, ଯେ ଫୁଲ ଫୁଟିଲା 1965 ଏବଂ ରୂପରେଖା। ବଙ୍କା ଓ ସିଧା କବିତା ସଂକଳନ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଏବଂ କଣ୍ଟା ଓ ଫୁଲ କବିତା ସଂକଳନ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ବାଣପୁରରେ ସେ ଲେଖିଛନ୍ତି ଇନ୍ଦ୍ର ନୀଳକାନ୍ତି ବସନେ ଶିଖରି, ରହିଅଛି ତୋର ପଦଦେଶ ଘେରି। ଆଉ ଗୋଦାବରୀଶ ମହାପାତ୍ରଙ୍କର କଣ୍ଟା ଓ ଫୁଲରେ ଥିବା କବିତା ଗୁଡ଼ିକ ହେଉଛି ଛଟି, ଟଙ୍କା, ଶାଗୁଣା, ପେଚା, ବୁଲା କୁକୁର, ଦାଢ଼ି, କାନ, ଟୋପି, ବାଉଁଶ କିଳା, ସୋଲ ଟୋପି ଇତ୍ୟାଦି। ହେଲା, ଗୋଦାବରୀଶ ମହାପାତ୍ରଙ୍କର ରହିଛି କେନ୍ଦୁ, ମଦବିଳାସ, ଦରପୋଡ଼ା ବିଡ଼ି, କାନ ଓ ହାତ, ଧାନ ଓ ଚାକୁଣ୍ଡା, ବନ୍ୟାଞ୍ଚଳ ନିମନ୍ତ୍ରଣ, ପ୍ରାର୍ଥୀ ଅଭ୍ୟୁନୟ। ଗୋଦାବରୀଶ ମହାପାତ୍ରଙ୍କର 6ଗୋଟି ଉପନ୍ୟାସ ରହିଛି ରାଜଦ୍ରୋହୀ, ରକ୍ତପାତ, ପ୍ରେମ ପଥେ, ବନ୍ଦୀର ମାୟା, ବୀର ଯୁବକ, ବିଦ୍ରୋହୀ। ଗୋଦାବରୀଶ ମହାପାତ୍ରଙ୍କର 6ଟି ଉପନ୍ୟାସ କ'ଣ କ'ଣ? ରାଜଦ୍ରୋହୀ 1925, ରକ୍ତପାତ 1930, ପ୍ରେମ ପଥେ 1932, ବନ୍ଦୀର ମାୟା 1935, ବୀର ଯୁବକ 1936, ବିଦ୍ରୋହ 1938, ରକ୍ତପାତ। ପାଥେୟ ଓ ବିଦ୍ରୋହୀ ସାମାଜିକ ଉପନ୍ୟାସ, ରାଜଦ୍ରୋହୀ ଓ ବନ୍ଦୀର ମାୟା ଐତିହାସିକ ଉପନ୍ୟାସ। ପାଥେୟ ଓ ବିଦ୍ରୋହୀ ସାମାଜିକ ଉପନ୍ୟାସ, ବନ୍ଦୀର ମାୟା, ରାଜଦ୍ରୋହୀ ଓ ବନ୍ଦୀର ମାୟା ଐତିହାସିକ ଉପନ୍ୟାସ। ପ୍ରେମ ପଥେ ଓ ବନ୍ଦୀର ମାୟା ବୀର ଯୁବକ ଉପନ୍ୟାସ ବାଳକୃଷ୍ଣଙ୍କର ପ୍ରତିଷ୍ଠିତ ଆନନ୍ଦ ଲହରୀ ଉପନ୍ୟାସ ମାଳାରେ ପ୍ରକାଶିତ। ଗୋଦାବରୀଶ ମହାପାତ୍ରଙ୍କର ଶିଶୁ ସାହିତ୍ୟରେ ରହିଛି ମୋ ଖେଳ ସାଥୀ, କୁନିର ହାତ, ଶିଶୁ କଥାମାଳା, ପାଠ ଚୟନ, କି କଥା। ସର୍ବୋପରି ଗୋଦାବରୀଶ ମହାପାତ୍ର ନିଆଁଖୁଣ୍ଟା ପତ୍ରିକା ପାଇଁ ବେଶ ଲୋକପ୍ରିୟ। ନିଆଁଖୁଣ୍ଟାରେ ସେ ଲେଖିଛନ୍ତି ହେ ମୋ ଦେଶର ପ୍ରଫେସର ଦଳ ବୁଦ୍ଧିଆଳ, ହଜିଗଲ ଖାଲି ଟଙ୍କାରେ, ପୁରୁଣା ପୋଥିର ଆଲୋଚନା ଲେଖି ମାଳ ମାଳ ପଛାଉଛ ଖାଲି ଝଙ୍କାରେ।
ନେକ୍ସଟ ପଦ୍ମଚରଣ ପଟ୍ଟନାୟକ। ପଦ୍ମଚରଣ ପଟ୍ଟନାୟକଙ୍କର କବିତା ଗୁଡ଼ିକ ହେଉଛି ଆଶା ମଞ୍ଜରୀ, ପଦ୍ମ ପାଖୁଡ଼ା, ଗୋଲାପ ଗୁଚ୍ଛ, ସୂର୍ଯ୍ୟମୁଖୀ, ସୁନାର ଦେଶ। ପଦ୍ମଚରଣ ପଟ୍ଟନାୟକଙ୍କର କବିତା ଗୁଡ଼ିକ ହେଉଛି ଆଶା ମଞ୍ଜରୀ, ପଦ୍ମ ପାଖୁଡ଼ା, ଗୋଲାପ ଗୁଚ୍ଛ, ସୂର୍ଯ୍ୟମୁଖୀ, ସୁନାର ଦେଶ। ତ ପଦ୍ମଚରଣ ପଟ୍ଟନାୟକଙ୍କର ଜାତୀୟବାଦୀ କବିତା ଗୁଡ଼ିକ ହେଉଛି ଜାତୀୟବାଦୀ କବିତା ଗୁଡ଼ିକ ମଧ୍ୟରେ ଧଉଳି ପାହାଡ଼, ତ୍ରିବେଣୀ ତଟେ, ପୃଥିବୀର ରାଜାଙ୍କର ପୁତ୍ର, ବସନ୍ତ ଉତ୍ସବେ, ଭାରତର ସଭ୍ୟତା, ଆଶୀର୍ବାଦ, ଖରଦା, ପ୍ରଥମ ଦର୍ଶନ। ପଦ୍ମଚରଣ ପଟ୍ଟନାୟକଙ୍କର ଜାତୀୟବାଦୀ କବିତା ଗୁଡ଼ିକ ହେଉଛି ଧଉଳି ପାହାଡ଼, ତ୍ରିବେଣୀ ତଟେ, ପୃଥିବୀ ରାଜାଙ୍କର ପୁତ୍ର, ବସନ୍ତ ଉତ୍ସବେ, ଭାରତ ସଭ୍ୟତା, ଆଶୀର୍ବାଦ, ଖରଦାର ପ୍ରଥମ ଦର୍ଶନ। ଆଉ ରହିଛି ପଦ୍ମଚରଣ ପଟ୍ଟନାୟକଙ୍କର ରଚନା ଧଉଳି ପାହାଡ଼, ବିଜୟିନୀ, ଲୋହିତ ଗୋଲାପ, ପ୍ରୀତି ସ୍ମୃତି, ରୂପଶ୍ରୀ ପ୍ରଭୃତି କବିତା। 1924ରେ ରଚିତ ଖୋର୍ଦ୍ଧାର ପ୍ରଥମ ଦର୍ଶନୀ, ଅଭିବାଦନ, ତୀର୍ଥଯାତ୍ରୀ, ତୀର୍ଥଘାଟୀ। ନେକ୍ସଟ ବୈଷ୍ଣବ ପାଣି। ବୈଷ୍ଣବ ପାଣିଙ୍କର ତାଙ୍କର ନାଟ୍ୟ ପ୍ରତିଭାର ଆଦ୍ୟ ସ୍ମାରକୀ ହେଉଛି ମେଘନାଦ ବଧ। ହେଲା, ବୈଷ୍ଣବ ପାଣିଙ୍କର ପ୍ରଥମ ନାଟକ ହେଉଛି ମେଘନାଦ ବଧ। ଅନ୍ୟ ନାଟକ ଗୁଡ଼ିକ ହେଉଛି ବ୍ରଜଲୀଳା, ଧ୍ରୁବଚରିତ, ଦାନବୀର ହରିଶ୍ଚନ୍ଦ୍ର, ସାବିତ୍ରୀ ସତ୍ୟବାନ, ନିକୁଞ୍ଜ ମିଳନ, ଜଳନ୍ଧର, ନର ମେଧଯଜ୍ଞ, ହର ପାର୍ବତୀ, ବିବାହ, ଖାଣ୍ଡବ ଦହନ, ଶଙ୍ଖଚୂଡ଼, ବିଲ୍ୱମଙ୍ଗଳ, ରୁକ୍ମିଣୀ ସ୍ୱୟଂବର, ଜରାସନ୍ଧ ବଧ, ବକାସୁର ବଧ, ଲକ୍ଷ୍ମଣ ଶକ୍ତିଭେଦ, ଦକ୍ଷଯଜ୍ଞ, ନାବକେଳି, ସୁଆଙ୍ଗ, ସୀତାଚୋରୀ ସୁଆଙ୍ଗ, କେଳାକେଳୁଣୀ ସୁଆଙ୍ଗ, ରାଣ୍ଡ ପୁରାଣ ସୁଆଙ୍ଗ, କୋଠ ପୁରାଣ ସୁଆଙ୍ଗ, ଭୂତକେଳି ସୁଆଙ୍ଗ, ରଘୁ ଅରକ୍ଷିତ ସୁଆଙ୍ଗ, ନିକୁଞ୍ଜ ମିଳନ ସୁଆଙ୍ଗ, ଆଦିକାଣ୍ଡ ସୁଆଙ୍ଗ, ଇଚ୍ଛାବତୀ ହରଣ, ତ୍ରିପୁର ମୋହିନୀ ହରଣ, ପରଶୁରାମ ମାତୃହତ୍ୟା, କଳା ପାହାଡ଼, କେଦାର ଗୌରୀ, ରାମ ବନବାସ, ପାର୍ବତୀ, ଗଙ୍ଗେଶ୍ୱର ଦେବ, ଗୋବିନ୍ଦ ଚନ୍ଦ୍ର, ଇନ୍ଦ୍ରଜିତ ବଧ, ମୁରାସୁର ଦିଗ୍ବିଜୟ। ବୈଷ୍ଣବ ପାଣିଙ୍କର ନାଟକ ଗୁଡ଼ିକ ହେଉଛି ମେଘନାଦ ବଧ, ଧ୍ରୁବଚରିତ, ବ୍ରଜଲୀଳା, ଧ୍ରୁବଚରିତ, ଦାନବୀର ହରିଶ୍ଚନ୍ଦ୍ର, ସାବିତ୍ରୀ ସତ୍ୟବାନ, ନିକୁଞ୍ଜ ମିଳନ, ଜଳନ୍ଧର, ନର ମେଧଯଜ୍ଞ, ହର ପାର୍ବତୀ, ବିବାହ, ଖାଣ୍ଡବ ଦହନ, ଶଙ୍ଖଚୂଡ଼, ବିଲ୍ୱମଙ୍ଗଳ, ରୁକ୍ମିଣୀ ସ୍ୱୟଂବର, ଜରାସନ୍ଧ ବଧ, ବକାସୁର ବଧ, ଲକ୍ଷ୍ମଣ ଶକ୍ତିଭେଦ, ଦକ୍ଷଯଜ୍ଞ, ନାବକେଳି ସୁଆଙ୍ଗ, ସୀତାଚୋରୀ ସୁଆଙ୍ଗ, କେଳାକେଳୁଣୀ ସୁଆଙ୍ଗ, ରାଣ୍ଡ ପୁରାଣ ସୁଆଙ୍ଗ, କୋଠ ପୁରାଣ ସୁଆଙ୍ଗ, ଭୂତକେଳି ସୁଆଙ୍ଗ, ରଘୁ ଅରକ୍ଷିତ ସୁଆଙ୍ଗ, ନିକୁଞ୍ଜ ମିଳନ ସୁଆଙ୍ଗ, ଆଦିକାଣ୍ଡ ସୁଆଙ୍ଗ, ଇଚ୍ଛାବତୀ ହରଣ, ତ୍ରିପୁର ମୋହିନୀ ହରଣ, ପରଶୁରାମ ମାହାତ୍ମ୍ୟ, କଳା ପାହାଡ଼, କେଦାର ଗୌରୀ, ରାମ ବନବାସ, ପାର୍ବତୀ ବା ଗଙ୍ଗେଶ୍ୱର ଦେବ, ଗୋବିନ୍ଦ ଚନ୍ଦ୍ର,
ଇନ୍ଦ୍ରଜିତ୍ ବଧ, ମୁରାସୁର ଦିଗ୍ବିଜୟ। ନେକ୍ସଟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଚଟକ ଚନ୍ଦ୍ରହାସ ଚମ୍ପୁ ହେଲା। ଈଶ୍ୱରଚନ୍ଦ୍ରାନନ୍ଦ ଚମ୍ପୁ ଯେପରି ସେପରି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଛନ୍ତି ଚଟକ ଚନ୍ଦ୍ରହାସ ଚମ୍ପୁ। ତ ସତ୍ୟବାଦୀ ଯୁଗର କବିମାନଙ୍କ ସରିଲା। ଏବେ ଦେଖିବା ଆମେ ସବୁଜ ଯୁଗର ଲେଖକ ଗୋଷ୍ଠୀ। ପ୍ରଥମେ ଆସିବେ କାଳିନ୍ଦୀ ଚରଣ ପାଣିଗ୍ରାହୀ। ସବୁଜ ଯୁଗର ଲେଖକରେ ଆସିବେ ପ୍ରଥମେ କାଳିନ୍ଦୀ ଚରଣ ପାଣିଗ୍ରାହୀ। ତାଙ୍କର ପ୍ରାରମ୍ଭିକ ରଚନା ହେଉଛି ବିରହୀ ଯକ୍ଷ, ରଜ, ବ୍ୟର୍ଥ ସ୍ୱପ୍ନ ପ୍ରଭୃତି। କବିତାରେ ରୋମାଣ୍ଟିକ ପ୍ରବଣତା ଦେଖିବାକୁ ମିଳେ। ଲୋହିତ ବ୍ୟର୍ଥା କବିତାରେ ମଧ୍ୟ ରୋମାଣ୍ଟିକ ଚେତନା ଦେଖିବାକୁ ମିଳେ। ହେଲା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ବିରହୀ ଯକ୍ଷ, ରଜ, ବ୍ୟର୍ଥ ସ୍ୱପ୍ନ, ଲୋହିତ ବ୍ୟଥାରେ ରୋମାଣ୍ଟିକ ଚେତନା ଦେଖିବାକୁ ମିଳେ। ଯଥା ଦୂର ଅତୀତରେ ଲୋହିତ ବ୍ୟଥା କବିତାରେ ସେ ଲେଖିଛନ୍ତି ଦୂର ଅତୀତର ଶୁଭୁଥିଲା ଭାଷା, କି ଗହନ ବ୍ୟଥା ଦୂର ଦୁରାଶା। ସନ୍ଧ୍ୟା ସୁନ୍ଦରୀ ସ୍ୱର୍ଣ୍ଣ ମେଘ ରଥେ, ସଜଳ ନୟନେ ଚାହିଁଥିଲା ପବନ ପଥେ। ଆଉ ରହିଛି ତାଙ୍କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ରଚନା ଗୁଡ଼ିକ ପୁରୀ ମନ୍ଦିର, କିଏ ଶଳା ଶଇତାନ, ଯାଦୁଘର ପ୍ରଭୃତି। କବିତା ଗୁଡ଼ିକରେ ସାମ୍ୟବାଦୀ ମନୋଭାବ ପ୍ରକଟିତ। ହେଲା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ପୁରୀ ମନ୍ଦିର, କିଏ ଶଳା ଶଇତାନ, ଯାଦୁଘର ପ୍ରଭୃତିରେ ସାମ୍ୟବାଦୀ ଚେତନା। ଯାଦୁଘର କବିତାର ଉଦାହରଣ ଧର୍ମ ଗଡ଼ଣି ଭିତରେ ପଶିଲେ ସାତକଣି ହେବ ମାପ, ଦରକାର ଯେଣୁ କରିବା ଆମର ସତ୍ୟ ଶହେଟା ପାପ। ଇଏ ହେଉଛି ଯାଦୁଘର କବିତା। ସେହିପରି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ମାଟିର ମଣିଷ ଉପନ୍ୟାସରେ ବାସ୍ତବ ଆଦର୍ଶ ଗାନ୍ଧୀବାଦ ଦେଖିବାକୁ ମିଳେ। ଏଥିରେ ଗାନ୍ଧୀବାଦର ଗାଁକୁ ଫେରି ଚାଲ, ଏକାନ୍ନବର୍ତ୍ତୀ ପରିବାର, ଅହିଂସାର ବାର୍ତ୍ତା ପ୍ରଚାର। ମାଟିର ମଣିଷ ସମ୍ପର୍କରେ ମତ ରଖିବାକୁ ଯାଇ କାଳିନ୍ଦୀ ଚରଣ ଲେଖିଛନ୍ତି ମୋ ମାଟିର ମଣିଷ, ସେଥିରେ ତ ମୁଁ ବ୍ରାହ୍ମଣ ଆଉ ଚଷା ଏହି ଜାତିମାନଙ୍କ ଭିତରେ ଥିବା ଫରକକୁ ଚିତ୍ରିତ କରିଛି। ସେ ଲେଖିଛନ୍ତି ଦୁନିଆର ହାଟେ କୋଟି ହୀରା ନୀଳା, ମଣିମାଣିକ ତୁଲ, ମାଟି ପିତୁଳା ଗଢ଼ି ରଖିଥିଲେ କିଏ ପଚାରିବ ମୂଲ। କାଳିନ୍ଦୀ ଚରଣଙ୍କର ଅନ୍ୟାନ୍ୟ ଉପନ୍ୟାସ ଗୁଡ଼ିକ ହେଉଛି ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା ଅମର ଚିତା। ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା ଅମର ଚିତା। ତାଙ୍କର ଗଳ୍ପ ଗୁଡ଼ିକ ହେଉଛି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଗଳ୍ପ ଗୁଡ଼ିକ ରାଶିଫଳ ଶେଷ ରଶ୍ମି ସାଗରିକା ଦ୍ୱାଦଶୀ, ମୋ କଥାଟି ସରିନାହିଁ। ରାଶିଫଳ ଶେଷ ରଶ୍ମି ସାଗରିକା ଦ୍ୱାଦଶୀ, ମୋ କଥାଟି ସରିନାହିଁ। ପ୍ରିୟଦର୍ଶୀ ସୌମ୍ୟା ପଦ୍ମିନୀ ତାଙ୍କର ନାଟକ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ନାଟକ ପ୍ରିୟଦର୍ଶୀ ସୌମ୍ୟା ପଦ୍ମିନୀ। ଅନ୍ନଦାଶଙ୍କର ରାୟ। ଅନ୍ନଦାଶଙ୍କର ରାୟଙ୍କର ସବୁଜ କବିତା ସଂକଳନରେ 7ଗୋଟି କବିତା ରହିଛି। ଯଥା ପ୍ରଳୟର ପ୍ରେରଣା, ସୃଜନୀ ସ୍ୱପ୍ନ, ମାନସୀ ଓ ମୁଁ, ଯୌବନ ଥରେ ଗଲେ
ଫେରି ପରିମହଲ ପ୍ରଣୟୀ କମଳ ବିଳାସର ବିଦାୟ ଅନ୍ନଦାଶଙ୍କର ପ୍ରଳୟ ପ୍ରେରଣା। ଅନ୍ନଦାଶଙ୍କର ରାୟଙ୍କର କବିତା ଗୁଡ଼ିକ ଉତ୍କଳ ସାହିତ୍ୟ ଓ ସହକାର ପତ୍ରିକାରେ ପ୍ରକାଶ ପାଇଥିଲା। ତାଙ୍କର 1931 ମସିହାରେ ପ୍ରକାଶିତ ସବୁଜ କବିତାରେ ଥିବା କବିତା ଗୁଡ଼ିକ ହେଉଛି ପ୍ରଳୟ ପ୍ରେରଣା, ସୃଜନୀ ସ୍ୱପ୍ନ, ମାନସୀ ଓ ମୁଁ, ଯୌବନ ଥରେ ଗଲେ, ପରିମହଲ, ପ୍ରଣୟିନୀ, କମଳ ବିଳାସର ବିଦାୟ। ପ୍ରଳୟ ପ୍ରେରଣାରେ ସେ ଲେଖିଛନ୍ତି ଅଗ୍ନିକଣା ଅଗ୍ନିକଣା ଦେହ ଦୀପେ ଜାଳ ଦୀପ୍ତ ଶିଖା ତୀବ୍ର ତେଜ ଦହିବି ମୁଁ ଜଡ଼ ରାତ୍ର ଅନ୍ଧ କୁଜ୍ଝ ଟୀକା। ଆଉ ସେ ଲେଖିଛନ୍ତି ଯିବି ପଳାଇ ଦୂରେ ସୁଦୂରେ ସ୍ୱପନ ଲୋକେ ଗୋପନ କୂଳେ ଗ୍ରହ ତାରକା ଏଡ଼ାଇ ଯୌବନର ଝରଣା କୂଳେ ମଳୟ ଚାହିଁ ନିୟତ ବୁଲେ କୁସୁମ କେତୁ ଉଡ଼ାଇ। ଆଉ ଅନ୍ନଦାଶଙ୍କର ରାୟଙ୍କର କବିତା ଗୁଡ଼ିକ ହେଉଛି ପରିମହଲ, ମାନସୀ ଓ ମୁଁ, ପ୍ରଣୟୀ, ସାଗର ପ୍ରତି କୌଣସି ପ୍ରିୟା ପ୍ରତି କୌଣସି ପ୍ରିୟା, ସବିତା, ଚିରନ୍ତନ ନର, ଚାହେଁ ନାରୀ। ଅନ୍ନଦାଶଙ୍କର ରାୟଙ୍କର 20 ବା 22 ଗୋଟି ପ୍ରବନ୍ଧ ରଚନା କରିଛନ୍ତି। ସାହିତ୍ୟିକା ତାଙ୍କର ଏକ ଉଚ୍ଚ କୋଟିର ଆଲୋଚନା। ଏଥିରେ ଆଲୋଚିତ ବିଷୟ ଗୁଡ଼ିକ ହେଉଛି ସାହିତ୍ୟିକାରେ ଥିବା କବିତା, ବାଜ୍ୟ କବିତାର ବିଶେଷତ୍ୱ, ସମାଲୋଚନାର ଅର୍ଥ ଓ ଲକ୍ଷ୍ୟ, ସମାଲୋଚନାର କର୍ତ୍ତବ୍ୟ। ଏହା ବ୍ୟତୀତ ସମର ଓ ସାହିତ୍ୟ, ଭାରତର ଚିତ୍ରଶିଳ୍ପ, ଖୋଲା ଚିଠି, ନାରୀର ମୁକ୍ତି, ଖୋଲା ଚିଠି, ବିବାହର ଆଦର୍ଶ, ଖୋଲା ଚିଠି, ଯୌବନର ଆଭାସ, ଖୋଲା ଚିଠି, ଭବିଷ୍ୟତ ଦର୍ଶନ, ଖେଳଘର, ନରଚକ୍ଷୁରେ ନାରୀ, ଭବିଷ୍ୟତ ଶାସନତନ୍ତ୍ରର ଭିତ୍ତି, ଶାନ୍ତି ନିକେତନ। ଅନ୍ନଦାଶଙ୍କର ରାୟଙ୍କର ଗଳ୍ପର ନାଁ ହେଉଛି ସ୍ୱପ୍ନ। ବାସନ୍ତୀ ଉପନ୍ୟାସର 3 ଗୋଟି ପରିଚ୍ଛେଦ ଦ୍ୱାରା ଲିଖିତ। ନେକ୍ସଟ ବୈକୁଣ୍ଠନାଥ ପଟ୍ଟନାୟକ, ସବୁଜ ଯୁଗର କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରଚନା ଗୁଡ଼ିକ ଉତ୍କଳ ସାହିତ୍ୟରେ ତାଙ୍କର କେତେକ ପ୍ରବନ୍ଧ ଓ ସବୁଜ ବନ୍ଧୁ ପ୍ରତି କବିତା ପ୍ରକାଶିତ ହୋଇଥିଲା। ଉଦ୍ବୋଧନ ଦେଇ ସେ ଲେଖିଛନ୍ତି ସକଳ ଜୀର୍ଣ୍ଣ ସକଳ ଜରା କାହିଁକି ଚାହୁଁ ପଛେ ଅର୍ଦ୍ଧମୃତ କେବେ କି କାହିଁ ସବୁଜ ସୃଷ୍ଟି ରଚେ। ବୈକୁଣ୍ଠନାଥ ପଟ୍ଟନାୟକଙ୍କର ସବୁଜ କବିତାରେ ଥିବା କବିତା ଗୁଡ଼ିକ ହେଉଛି ଯୌବନର ପୂଜା, ପ୍ରଭାତର ସ୍ୱପ୍ନ, ନବବର୍ଷାର ସଙ୍ଗୀତ, ରୂପକଥା, ସମାଧି ସ୍ମୃତି, ବିରହିଣୀ, ଶେଷ ଗୀତ। ଅନ୍ୟ ଗୁଡ଼ିକ ହେଉଛି ଚିଲିକାରେ ରାତ୍ରି, କବି ପ୍ରେୟସୀ, ନିର୍ଜନ ଉପବନ, ପୌଷ ପବନ, ପ୍ରଣୟୀର ସ୍ୱପ୍ନ, ପ୍ରୀତି ଆବାହନ, ରାଜଜେମା ପ୍ରଭୃତି କବିତାରେ ରୋମାଣ୍ଟିକ ପ୍ରବଣତା ପ୍ରତିଫଳିତ। ବୈକୁଣ୍ଠନାଥ ପଟ୍ଟନାୟକଙ୍କର କବିତା ଗୁଡ଼ିକ ହେଉଛି ସବୁଜ ପ୍ରତି କବିତାରେ ଲେଖିଛନ୍ତି ସକଳ ଜୀର୍ଣ୍ଣ ସକଳ ଜରା କାହିଁକି ଚାହୁଁଛୁ ପଛେ ଅର୍ଦ୍ଧମୃତ କେବେ କି କାହିଁ ସବୁ ସୃଷ୍ଟିର ରଚେ। ବୈକୁଣ୍ଠନାଥ ପଟ୍ଟନାୟକଙ୍କର ସବୁଜ କବିତାରେ ସେ ଅନେକ ଗୁଡ଼ିଏ କବିତା ରହିଛି, ଯଥା ଚିଲିକାରେ ରାତ୍ରି, କବି ପ୍ରେୟସୀ,
ନିର୍ଜନ ଉପବନ, ପୌଷ ପବନ, ପ୍ରଣୟର ସ୍ୱପ୍ନ, ପ୍ରୀତି ଆବାହନ, ରାଜଜେମା। ପ୍ରଣୟର ସ୍ୱପ୍ନ କବିତାରେ କବିଙ୍କର ଭାବନା ଏହିପରି ଯଥା ଯହିଁ ସନ୍ଧ୍ୟା ସ୍ନିଗ୍ଧ ଅଳସ ନୟନେ ଚାହେଁ, ଯହିଁ ମଳୟ ଅସୀମ ପ୍ରଣୟର ଗୀତ ଗାଏ। ବୈକୁଣ୍ଠନାଥ ପଟ୍ଟନାୟକଙ୍କର ବୌଦ୍ଧ ଯୁଗର ବହୁ ଘଟଣା ଓ କିମ୍ବଦନ୍ତୀକୁ ନେଇ ସେ ଲେଖିଛନ୍ତି ଅମ୍ବାପାଲିର ଉତ୍କଣ୍ଠା, ବୁଦ୍ଧ ବନ୍ଦନା, ମହାନିର୍ବାଣ, ନିର୍ବାଣ ଆନନ୍ଦ, ବୁଦ୍ଧ ଓ ରାହୁଳ, ପରିନିର୍ବାଣ, କିସା ଗୌତମୀ ପ୍ରଭୃତି କବିତା। ବୈକୁଣ୍ଠ ପଟ୍ଟନାୟକଙ୍କର କବିତା କ'ଣ ନା ଅମ୍ବାପାଲିର ଉତ୍କଣ୍ଠା, ବୁଦ୍ଧ ବନ୍ଦନା, ମହାନିର୍ବାଣ, ନିର୍ବାଣର ଆନନ୍ଦ, ବୁଦ୍ଧ ଓ ରାହୁଳ, ପରିନିର୍ବାଣ, କିସା ଗୌତମୀ ପ୍ରଭୃତି। ଉତ୍କଳ ସାହିତ୍ୟରେ ଆରତି ଶୀର୍ଷକରେ ଧାରାବାହିକ ଭାବରେ ତାଙ୍କର ବହୁ ସଂଖ୍ୟକ ସନେଟ୍ ପ୍ରକାଶିତ। କବି ବୈକୁଣ୍ଠନାଥଙ୍କର ସମଗ୍ର କବିତା ଦୁଇଗୋଟି ସଂକଳନରେ ସ୍ଥାନିତ ଯଥା କାବ୍ୟ ସଞ୍ଚୟନ ଆଉ ଉତ୍ତରାୟଣ। ଅମ୍ବାପାଲିର ଉତ୍କଣ୍ଠା କବିତାରେ କବି ବୈଶାଳୀର ରାଜନଟି ଜୀବନ ଜିଜ୍ଞାସା ଓ ସତ୍ୟର ଅନୁସନ୍ଧାନକୁ ଚମତ୍କାର ଭଙ୍ଗୀରେ ଉତ୍ପାଦନ କରିଛନ୍ତି ଯଥା ସେ ଚିରମୁକ୍ତ ଚିର ପ୍ରଶାନ୍ତ ଦେବକୀ ଭିକ୍ଷୁ ଦୀକ୍ଷା, ଭିକ୍ଷୁର ଥାଳ ଶରୀରେ ବହିନୀତି, ବିଶ୍ୱେ ମାଗିବି ଭିକ୍ଷା। ନେକ୍ସଟ କୁନ୍ତଳା କୁମାରୀ ସାବତ। କୁନ୍ତଳା କୁମାରୀ ସାବତଙ୍କର ରଚନା ଗୁଡ଼ିକ ହେଉଛି ସେ କହିଛନ୍ତି ଶୁଣ ହେ ମଣିଷ ଭାଇ, ଝୁରି ମରିବାକୁ ବୁଡ଼ି ମରିବାକୁ ମଣିଷ ଜନ୍ମ ନାହିଁ। ସତ ହତଶ୍ୱାସେ ସାରିବ ସଂସାର, ନିରାଶେ ନିବିଡ଼ ଅନ୍ଧାରେ, ବୀର ଶୃଙ୍ଖଳିତ ଲାଞ୍ଛିତ ବଞ୍ଚିତ ପୀଡ଼ିତ କଷଣ କାଳରେ। କୁନ୍ତଳା କୁମାରୀଙ୍କର କବିତା ଗୁଡ଼ିକ ହେଉଛି ଅଞ୍ଜଳି, ଉଚ୍ଛ୍ୱାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ୱାନ, ପ୍ରେମ ଚିନ୍ତାମଣି। କୁନ୍ତଳା କୁମାରୀଙ୍କ କବିତା ଗୁଡ଼ିକ ଅଞ୍ଜଳି, ଉଚ୍ଛ୍ୱାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ପ୍ରେମ ଚିନ୍ତାମଣି। ଅଞ୍ଜଳି 105 ଗୋଟି କବିତାର ମନୋଜ୍ଞ ସମାହାର। ଅଞ୍ଜଳିରେ 105 ଗୋଟି କବିତା ଅଛି। ଉଚ୍ଛ୍ୱାସରେ 6 ଗୋଟି ସମ୍ବୋଧନ ଗୀତିକା ରହିଛି। ଏଥିରେ ରହିଛି ଶେଫାଳୀ ପ୍ରତି, ଚନ୍ଦ୍ର ପ୍ରତି, କାମିନୀ ପ୍ରତି, କମଳ ପ୍ରତି, ତାରା ପ୍ରତି, ସହକାର ପ୍ରତି ହେଲା। ଉଚ୍ଛ୍ୱାସରେ ଥିବା କବିତା ଗୁଡ଼ିକ ହେଉଛି ଶେଫାଳୀ ପ୍ରତି, ଚନ୍ଦ୍ର ପ୍ରତି, କାମିନୀ ପ୍ରତି, କମଳ ପ୍ରତି, ତାରା ପ୍ରତି, ସହକାର ପ୍ରତି। ଅର୍ଚ୍ଚନା ଶୀର୍ଷକରେ ରହିଥିବା ସ୍ଫୁଲିଙ୍ଗ, ଦୁର୍ବାଳ, ଚମ୍ପାଦଳ, ଆହ୍ୱାନ। ତାଙ୍କର ଉପନ୍ୟାସ କୁନ୍ତଳା କୁମାରୀ ସାବତଙ୍କର ଉପନ୍ୟାସ ଗୁଡ଼ିକ ହେଉଛି ଭ୍ରାନ୍ତି, କାଳୀବୋହୂ, ରଘୁବର ଗୀତ, ନଅତୁଣ୍ଡୀ, ପରଶମଣି। କୁନ୍ତଳା କୁମାରୀ ସାବତଙ୍କର ଉପନ୍ୟାସ ଗୁଡ଼ିକ ଭ୍ରାନ୍ତି, କାଳୀବୋହୂ, ରଘୁବର ଗୀତ, ନଅତୁଣ୍ଡୀ, ପରଶମଣି। ନେକ୍ସଟ ମାୟାଧର ମାନସିଂ। ମାୟାଧର ମାନସିଂଙ୍କର କବିତା ଗୁଡ଼ିକ ହେଉଛି ଧୂପ, ହେମପୁଷ୍ପ, ହେମଶସ୍ୟ, କୋଣାର୍କ, ବାପୁ ତର୍ପଣ, ଅକ୍ଷତ, ମାଟି ବାଣୀ, ଜୀବନ ଚିତା,
କୃଷ, ସିନ୍ଧୁ ଓ ବିନ୍ଦୁ, ସ୍ୱରାଜ୍ୟ, ଶ୍ରମ, ଗୀତାରାଣ, କିଶୋର କବିତା, ସାଧବ ଝିଅ, କମଳାୟନ, ଧୂପ। 1930 ହେଉଛି 32 ଗୋଟି କବିତାର ସମାହାର। ଧୂପ କବିତାର 32 ଗୋଟି କବିତା ରହିଛି। ମାୟାଧର ମାନସିଂହଙ୍କର କବିତା ଗୁଡ଼ିକ ହେଉଛି ଧୂପ, ହେମ ପୁଷ୍ପ, ହେମଶସ୍ୟ, କୋଣାର୍କ, ବାପୁ ଦର୍ପଣ, ଅକ୍ଷତ, ମାଟି ବାଣୀ, ଜୀବନ ଚିତା, କୃଷ, ସିନ୍ଧୁ ଓ ବିନ୍ଦୁ, ସ୍ୱରାଜ୍ୟ, ଶ୍ରମ, ଗୀତରେଣୁ, କିଶୋର କବିତା, ସାଧବ ଝିଅ, କମଳାୟନ। ଧୂପରେ 32 ଗୋଟି କବିତା ରହିଛି। କେତେ ଗୁଡ଼ିଏ ଭଲ କବିତା ଗୁଡ଼ିକ ହେଉଛି ତରୁଣ କବିର ଆଶା, ମାୟାଧର ମାନସିଂହଙ୍କର ତରୁଣ କବିର ଆଶା, ପାପ ଓ ପ୍ରେମ, ଗୋପନ କଥା, ପ୍ରଣୟ ବ୍ୟଥା, ପ୍ରଣୟ ସାଧନା, ଆଷାଢ଼ ଅଭିସାର, ଏଇ ସହକାର ତଳେ ପ୍ରଣୟୀ ପ୍ରେମର ପରିମାପ, ପ୍ରେମର ଭାଷା ଇତ୍ୟାଦି। ମାୟାଧର ମାନସିଂହଙ୍କର ମାୟାଧର ମାନସିଂହଙ୍କର ଏହି ସହକାର ତଳେ କବିତାଟି ପ୍ରିୟା ସହିତ ମଧୁକ୍ଷରା ମିଳନର ସ୍ମୃତି ବହନ କରେ। ଯଥା ଏହି ସହକାର ତଳେ ସେଦିନ ପ୍ରିୟାର କରକଙ୍କଳ ଭିଡ଼ିଥିଲା ମୋ ଗଳେ, ଚାନ୍ଦିନୀ ରାତି ଉଠିଲା ମାତି ମଳୟ ପରଶ ପାଇ। ଏହିପରି ପ୍ରଣୟିନୀର ସମ୍ବୋଧନରେ ମିଠା ଭାବ ଅମୃତ ସ୍ପର୍ଶ ରହିଛି। ମାୟାଧର ମାନସିଂହ ଲେଖିଛି, ସକାଳେ ଡାକନ୍ତି ତମେ ତମେ ବୋଲି, ସେ ତମେର ମୂଲ୍ୟ ନାହିଁ। ତମେ ଯେବେ ମୋତେ ତମେ ବୋଲି କହ, ଏତେ ମିଠା କାହିଁ ପାଇଁ। ମାୟାଧର ମାନସିଂହଙ୍କର ପ୍ରବନ୍ଧ ଓ ସମାଲୋଚନା ଗୁଡ଼ିକ ହେଉଛି ସାହିତ୍ୟ ପ୍ରଭା, ଶିକ୍ଷା ଶିକ୍ଷକ ଶିକ୍ଷାୟତନ, ମାଟିର ମହାକବି ସାରଳା ଦାସ, ଓଡ଼ିଆ ସାହିତ୍ୟର ଇତିହାସ, କବି ଓ କବିତା, ଶିକ୍ଷାର କିଏ କ'ଣ କାହିଁକି, ସରସ୍ୱତୀ ଫକୀରମୋହନ। ମାୟାଧର ମାନସିଂହଙ୍କର ପ୍ରବନ୍ଧ ଓ ସମାଲୋଚନା ଗୁଡ଼ିକ ହେଉଛି ସାହିତ୍ୟ ପ୍ରଭା, ଶିକ୍ଷା ଶିକ୍ଷକ ଶିକ୍ଷାୟତନ, ମାଟିର ମହାକବି ସାରଳା ଦାସ, ଓଡ଼ିଆ ସାହିତ୍ୟର ଇତିହାସ, କବି ଓ କବିତା, ଶିକ୍ଷାର କିଏ କ'ଣ କାହିଁକି, ସରସ୍ୱତୀ ଫକୀରମୋହନ। ମାୟାଧର ମାନସିଂହଙ୍କର ନାଟକ ଗୁଡ଼ିକ ହେଉଛି ରାଜକବି ଉପେନ୍ଦ୍ର, ପୁଷ୍ପିତା, ନଷ୍ଟ ନୀଡ଼, ପୂଜାରିଣୀ, ବାରବାଟୀ, ବୁଦ୍ଧ, ଶାସନଚକ୍ର, ଦୁର୍ଭିକ୍ଷ, ବୁଦ୍ଧଦୂତୀ, ପୁଷ୍ପାଭିନୟ। ମାୟାଧର ମାନସିଂହଙ୍କର ନାଟକ ଗୁଡ଼ିକ ହେଉଛି ରାଜକବି ଉପେନ୍ଦ୍ର, ପୁଷ୍ପିତା, ନଷ୍ଟ ନୀଡ଼, ପୂଜାରିଣୀ, ବାରବାଟୀ, ବୁଦ୍ଧ, ଶାସନଚକ୍ର, ଦୁର୍ଭିକ୍ଷ, ବୁଦ୍ଧଦୂତୀ, ପୁଷ୍ପାଭିନୟ। ତାଙ୍କର ଅନୁଦିତ ଗ୍ରନ୍ଥ, ମାୟାଧର ମାନସିଂହଙ୍କର ଅନୁଦିତ ଗ୍ରନ୍ଥ ଗୁଡ଼ିକ ହେଉଛି ଆଥେଲ, ଗୁରୁ ନାନକଙ୍କ ବାଣୀ ଓ ରଚନା,
ଶଙ୍ଖ ପତ୍ରିକାରେ ସମ୍ପାଦିତ। ନେକ୍ସଟ ରାଧାମୋହନ ଗଡ଼ନାୟକ। ରାଧାମୋହନ ଗଡ଼ନାୟକ ସେ ସ୍ୱୟଂ କହିଛନ୍ତି, କବି ହେବା ପାଇଁ ବାସନା ମୋର ପ୍ରବଳ ଭାରିରେ ପ୍ରବଳ ଭାରି। ରାଧାମୋହନ ଗଡ଼ନାୟକ କବି ହେବା ପାଇଁ ବାସନା ମୋର ପ୍ରବଳ ଭାରିରେ ପ୍ରବଳ ଭାରି। ନୀଳ ଆକାଶର ପକ୍ଷୀଟେ ସମ ଉଡ଼ି ବୁଲୁଥାଏ ଏ ମୋର ମନ ଦୁନିଆ ପାରିରେ ଦରିଆ ପାରି। ରାଧାମୋହନ ଗଡ଼ନାୟକଙ୍କର ସୃଷ୍ଟି ଗୁଡ଼ିକ ହେଉଛି କାଳିଦାସ, ବିପ୍ଳବୀ ରାଧାନାଥ, କାବ୍ୟ ନାୟିକା, ଉତ୍କଳିକା, ସ୍ମରଣିକା, ମୌସୁମୀ, ମେଘଦୂତ, ପଶୁପକ୍ଷୀର କାବ୍ୟ, ଧୂସର ଭୂମିକା, ଶାମୁକାର ସ୍ୱପ୍ନ, ଦୁଇଟି ତାହାର ଡେଣା, କୁମାର ସମ୍ଭବ, ଶରାବ ଓ ରୁସ୍ତମ, କୈଶରିକା, ଦୀପଶିଖା, ବନରାଜି, ନୀଳା, ଛାୟା, ସୂର୍ଯ୍ୟ ଓ ଅନ୍ଧାର, ଗାନ୍ଧୀ ଗାଥା, ଅର୍ବାଚୀର ତାରା, ହୀରାଖଣ୍ଡ ଗାଥା, ରାଧାମୋହନ ଗଡ଼ନାୟକଙ୍କର କାବ୍ୟ ଗୁଡ଼ିକ କବିତା ଗୁଡ଼ିକ ହେଉଛି କାଳିଦାସ, ବିପ୍ଳବୀ ରାଧାନାଥ, କାବ୍ୟ ନାୟିକା, ଉତ୍କଳିକା, ସ୍ମରଣିକା, ମୌସୁମୀ, ମେଘଦୂତ, ପଶୁପକ୍ଷୀର କାବ୍ୟ, ଧୂସର ଭୂମିକା, ଶାମୁକାର ସ୍ୱପ୍ନ, ଦୁଇଟି ତାହାର ଡେଣା, କୁମାର ସମ୍ଭବ, ଶରାବ ଓ ରୁସ୍ତମ୍ବ, କୈଶରିକା, ଦୀପଶିଖା, ବନରାଜି, ନୀଳା, ଛାୟା, ସୂର୍ଯ୍ୟ ଓ ଅନ୍ଧାର, ଗାନ୍ଧୀ ଗାଥା, ଅର୍ବାଚୀର ତାରା, ହୀରାଖଣ୍ଡ ଗାଥା। କବିଙ୍କର କାଳିଦାସ, ବିପ୍ଳବୀ ରାଧାନାଥ। ରାଧାମୋହନ ଗଡ଼ନାୟକଙ୍କର କାବ୍ୟ ନାୟିକା ସଂକଳନରେ ଥିବା କବିତା ଗୁଡ଼ିକ ହେଉଛି ମାଟି, ଅପଥଗାମୀ, ମୃତ୍ୟୁ ହେ ତୁମେ, ସେତେବେଳେ କିଆଁ ଆସ, କୁଳବୃଦ୍ଧ, ମଧୁସୂଦନ, କବି ମୁଁ ଆଜି, ଅକଲ ନବିଶ, ପୂର୍ଣ୍ଣିମାର ସ୍ପର୍ଶ, ବିଭୀଷଣ ଇତ୍ୟାଦି। ଉତ୍କଳିକାରେ ଥିବା କବିତା ଗୁଡ଼ିକ ରାଧାମୋହନ ଗଡ଼ନାୟକଙ୍କର ଉତ୍କଳିକାରେ ଥିବା କବିତା ଗୁଡ଼ିକ ବିଶ୍ୱଜୀବନ ପଥେ, ସ୍ମରଣିକା, ମରି ନାହିଁ ସେ ମରଣ ଜୟୀ, ଅନ୍ଧର ଚକ୍ଷୁ ଲାଭ, ଦୀନକୃଷ୍ଣ ଦାସ, ବୀରାରାଣୀ, ଶୁକଦେଇ, ପ୍ରଭାବତୀର ଅଭିଯାନ, ମଦନମଣିର ଗାନ, ବାଇମୁଣ୍ଡି, ଚାକ୍ଷି ଖୁଣ୍ଟିଆ। ସ୍ମରଣିକାରେ କେତୋଟି ଥିବା କବିତା ଗୁଡ଼ିକ ହେଉଛି ୟାରବାଡ଼ କାରବାସେ, କଟନିସ୍ ଆଉ ଫେରି ନାହିଁ, କୌମୁଦୀର ଅବଦାନ, ଗୁର୍ଖା ସିପାହୀ, ସ୍ମୃତିର ଫଳକ, ସତୀ, ରତ୍ନଲାଭ, ସୈନିକ, ନାରୀ ପରି। ମୌସୁମୀ କବିତା ସଂକଳନରେ ଦେଶ ଓ କାଳର ଯୁଗପଥ ପଦଚିହ୍ନ ଧାରଣା କେତୋଟି କବିତା। ମୌସୁମୀ, ସୃଷ୍ଟିର ଅପମାନ, ଉଦ୍ଦାମ ସିଂହ, ଯୋଗ, ଜୟ ଗାନ୍ଧୀ, ମୁକ୍ତ ଭାରତ। ନେକ୍ସଟ କୃଷ୍ଣଚନ୍ଦ୍ର ତ୍ରିପାଠୀ। କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର କବିତା ଗୁଡ଼ିକ ହେଉଛି ଦୀପ୍ତି, ଆହୁତି, ଅଗ୍ନିଶଙ୍ଖ, ମାଟି ଦୀପ, ଦିଗ୍ବଳୟ, ରୂପାୟନ, ଉତ୍ସ, ପାଇକ ମାଟି, ଗାଥା, ଗୋଧୂଳି, ନିଶବ୍ଦର ଡାକ, କୁଟୀର ବଂଶୀ, ପଲ୍ଲୀ ପଥିକ, ତରୁ ଓ ତୃଣ ସଂକେତ। କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର କବିତା ଗୁଡ଼ିକ ହେଉଛି ଦୀପ୍ତି, ଆହୁତି, ଅଗ୍ନିଶଙ୍ଖ, ମାଟିର ଦୀପ, ମାଟି ଦୀପ, ଦିଗବଳୟ, ରୂପାୟନ, ଉତ୍ସ, ପାଇକ
ମାଟିର ଗାଥା, ଗଧୂଳି, ନିଶବ୍ଦର ଡାକ, କୁଟୀର ବଂଶୀ, ପଲ୍ଲୀ ପଥିକ, ତରୁଅ ତୃଣ ସଂକେତ। ନେକ୍ସଟ ବୀରକିଶୋର ଦାସ। ମୋହନ ବଂଶୀରେ ଉତ୍କଳ ଜନନୀ ପ୍ରତି ଏବଂ ଧର୍ମବାଣୀ ନାମରେ 2 କବିତା ରହିଛି। ବୀରକିଶୋର ଦାସଙ୍କର ମୋହନ ବଂଶୀରେ ଉତ୍କଳ ଜନନୀ ପ୍ରତି ଆଉ ଧର୍ମବାଣୀ ନାମରେ 2 କବିତା ରହିଛି। ବୀରକିଶୋର ଦାସଙ୍କର ଅନ୍ୟ ଗୁଡ଼ିକ ହେଉଛି ଯୁଦ୍ଧ ସରି ନାହିଁ, କବି ବାଜେ କବିତା ବନ୍ଦ କର, ଡାକେ ବନ୍ଧୁ ଡାକେ ତରବାରୀ, ମୁଁ ଯେ ବିଦ୍ରୋହୀ ଚିର ବିଦ୍ରୋହୀ, ଦରିଆ ଦଖଲ କରିବ କିଏ ଆସ, ଗୋପବନ୍ଧୁଙ୍କ ଅଭ୍ୟର୍ଥନା, ମୁଁ ଭାରତ ଯୁବା ଭାଗ୍ୟବାନ, ମଳନା ଏକ ପିଲା ଖେଳ, ଆମେ ଭାରତୀୟ ଭାଗ୍ୟବାନ। ଅନ୍ୟାନ୍ୟ କବିତା ଗୁଡ଼ିକ ହେଉଛି ବିଜୟବାଣୀ, ମୋହନ ବେଣୁ, ଫୁଲଚନ୍ଦନ, ସବୁଜ ସାଥୀ, ବିଶ୍ୱବନ୍ଧୁ, କାରା ଗୀତିକା, ଜାଗରଣ ଗୀତିକା, ଡାକେ ସୀମାନ୍ତ, ଅନୁଚିନ୍ତା, ଜୀବନ ଗୀତି, ଭକ୍ତି ଗୀତିକା, ଶିଶୁ ଗୀତିକା, ଶ୍ରଦ୍ଧାଞ୍ଜଳି। ନେକ୍ସଟ ମାଧବ ଚୌଧୁରୀ। ମାଧବ ଚୌଧୁରୀଙ୍କର ପ୍ରକାଶିତ କୃତି ଗୁଡ଼ିକ ହେଉଛି ଝଙ୍କାର, ଅର୍ଘ୍ୟଦାନ, ଗୀତାସାନ, ଅପହୃତା। ଅର୍ଘ୍ୟଦାନ ଏକ ଖଣ୍ଡକାବ୍ୟ। ଅପହୃତା କାବ୍ୟରେ ସୀତାହରଣ ଠାରୁ ସୀତା ଉଦ୍ଧାର ପର୍ଯ୍ୟନ୍ତ ଘଟଣା ରହିଛି। ନେକ୍ସଟ ହରିହର ମିଶ୍ର। ହରିହର ମିଶ୍ରଙ୍କର ନାଟକ ଗୁଡ଼ିକ ହେଉଛି ଆଶୀର୍ବାଦ, ଗଳ୍ପ ହେଉଛି ଶିଉଳି, 5 କ୍ଷୁଦ୍ର ଗଳ୍ପକୁ ପାର୍ବଣୀ ଶୀର୍ଷକରେ ପ୍ରକାଶ ପାଇଛି। ନେକ୍ସଟ କୁଞ୍ଜ ବିହାରୀ ଦାସ। କୁଞ୍ଜ ବିହାରୀ ଦାସଙ୍କର ଗ୍ରନ୍ଥ ଗୁଡ଼ିକ କବିତା ଗ୍ରନ୍ଥ ଗୁଡ଼ିକ ହେଉଛି ଛିନ୍ନମସ୍ତା, ପ୍ରଭାତୀ, ନବମାଳିକା, ମାଟି ଓ ଲାଟି, ବୀରଶ୍ରୀ, କଙ୍କାଳର ଲୁହ, ଡୁଡୁମା, ବାଗ୍ରା, ସେ ଏକ ଲୋମଶ ନୀଳ ହାତ, ଅପରାହ୍ନର କେତୋଟି ସ୍ୱର, କୋଳ କଲ୍ଲୋଳ। କୁଞ୍ଜ ବିହାରୀ ଦାସଙ୍କର କବିତା ଗୁଡ଼ିକ ହେଉଛି ଛିନ୍ନମସ୍ତା, ପ୍ରଭାତୀ, ବନମାଳା, ମାଟି ଓ ଲାଟି, ବୀରଶ୍ରୀ, କଙ୍କାଳର ଲୁହ, ଡୁଡୁମା, ବାଗ୍ରା, ସେ ଏକ ଲୋମଶ ନୀଳ ହାତ, ଅପରାହ୍ନର କେତୋଟି ସ୍ୱର, କୋଳ କଲ୍ଲୋଳ ଇତ୍ୟାଦି। ପଲ୍ଲୀ ପ୍ରାଣତା, ପ୍ରକୃତି ପ୍ରୀତି, ସୌନ୍ଦର୍ଯ୍ୟ ଭାବନା। ତାଙ୍କର ପ୍ରକାଶିତ ଉପନ୍ୟାସ ଗୁଡ଼ିକ କୁଞ୍ଜ ବିହାରୀ ଦାସଙ୍କର ଉପନ୍ୟାସ ଗୁଡ଼ିକ ହେଉଛି ମଣିମା ଶୁଣିବା ହେଉ, ମଶାଣି, ତୁଳସୀ, କଲିକତା, ଗ୍ରାମାୟଣ, କି କଥା, ଲଙ୍କା ଯାତ୍ରୀ, ମୋ ସ୍ୱପ୍ନର କାଶ୍ମୀର, ଆଫ୍ରିକା, ୟୁରୋପରୁ ଆମେରିକା, ପୁନଶ୍ଚ ଆମେରିକା, 2 ଦିଗନ୍ତର ଆକାଶ, ମୋ କାହାଣୀ। ତ ସବୁଜ ଯୁଗର କବି ମାନ ସରିଲା। ସତ୍ୟବାଦୀ ଓ ସବୁଜ। ଏବେ ଦେଖିବା ପ୍ରଗତିବାଦୀ।
ଆଜିର ଆଲୋଚନା ଏତିକିରେ ସମାପ୍ତ। ପରବର୍ତ୍ତୀ ଭିଡ଼ିଓରେ ପ୍ରଗତିବାଦୀ ଯୁଗ ଆଲୋଚନା କରିବା ରହୁଛି। ନମସ୍କାର।